କିଛି ଦିନର ବ୍ୟବଧାନ ପରେ ପୁଣି କଲବଲ କଲାଣି ପରିବା ଦର। ଆଳୁ ପିଆଜ ଦର ତ ଖସୁନି, ଏହା ସାଙ୍ଗକୁ ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ତେବେ ବଜାରରେ ପରିବା ଯାହାକୁ ଯେତେ ଥିଲେ ବି ପ୍ରାୟତଃ ସବୁ ପରିବା କିଲୋ ପିଛା 60ରୁ 70 ଟଙ୍କା ଦରରେ ବିକ୍ରି ହେଉଛି। ଏପରିକି କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ, କାହିଁକିନା ଅଧିକାଂଶ ପରିବା ଦର କିଲୋ ପିଛା 2ରୁ 3 ଗୁଣା ବଢ଼ିଛି, ଯେଉଁଥିପାଇଁ ପୁଣି ଚିନ୍ତାରେ ପଡ଼ିଛନ୍ତି ଖାଉଟି। ତେବେ ଏଠାରେ ମୟୂରଭଞ୍ଜ ଜିଲ୍ଲା ସାରସ୍କଣା ଅଞ୍ଚଳର ବିଭିନ୍ନ ବଜାର ହାଟର ପରିବା ଦରକୁ ନେଇ ତୁଳନା କରାଯାଇଛି। ଆଳୁ କିଲୋ 35 ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ 70 ଟଙ୍କାରୁ ତଳକୁ ଆସୁନି। ସେହିପରି ବାଇଗଣ ଦୀର୍ଘ ଦିନ ଧରି 80 ଟଙ୍କା ଦରରେ ବିକ୍ରି ହେଉଛି। ଟମାଟୋ ମଧ୍ୟ କିଲୋ ପ୍ରତି 50, କାଙ୍କଡ଼ କେଜି 200, ଭେଣ୍ଡି 60ରୁ 80 ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ 80 ଟଙ୍କା, କଲରା କେଜି 120, ଝୁଡ଼ଙ୍ଗ 80 ଏବଂ ବିନ୍ 180 ଟଙ୍କାରେ ପହଞ୍ଚିଛି। ସେପଟେ ସିମଲା ଲଙ୍କା 190ରୁ 200 ଟଙ୍କା ରହିଥିବା ବେଳେ ଗାଜର 120 ଟଙ୍କାରେ ବିକ୍ରି ହେଉଛି। ତେବେ ସେହି ଅଞ୍ଚଳର ପରିବା ବେପାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳରୁ ଆବଶ୍ୟକ ପରିମାଣର ପରିବା ବଜାରକୁ ଆସୁନି। ତେଣୁ ଟମାଟୋ ନାସିକ, ବେଙ୍ଗାଲୁରୁ, ରାୟପୁରରୁ ଆସୁଥିବା ବେଳେ ପୂର୍ବାପେକ୍ଷା ଅବଶ୍ୟ ଟମାଟୋ ଦର ସାମାନ୍ୟ କମ୍ ରହିଛି। ସେହିଭଳି ଅଧିକାଂଶ ପୋଟଳ କୋଲକାତାରୁ ଆମଦାନୀ ହେଉଛି। ଆଉ ସେହି ପୋଟଳର ଦାମ ସାମାନ୍ୟ କମ୍ ରହିଥିବା ବେଳେ ଦେଶୀ ପୋଟଳରେ ହାତ ମାରି ହେଉନି। ତେବେ ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି, ଯେଉଁଥିପାଇଁ ଖାଉଟିମାନେ ଚିନ୍ତାରେ ପଡ଼ିବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସାର୍ ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଦିନକୁ ଦିନ ରେଟ୍ ବଢ଼ୁଛି, ତେବେ ଆଜି ମଧ୍ୟ ଦେଖୁଛୁ ଆମେ ମାର୍କେଟରେ ବହୁତ ରେଟ୍, ଯାହାକି ପିଆଜ କିଲୋ 70ରୁ 80 ଟଙ୍କା, ରସୁଣ କିଲୋ 400 ଟଙ୍କା ଏବଂ ବିଭିନ୍ନ ପନିପରିବା ଆକାଶଛୁଆଁ ଦର ହେଲାଣି। ତେବେ ମଧ୍ୟବିତ୍ତ ଶ୍ରେଣୀ ଏବଂ ଗରିବ ଲୋକଙ୍କ ହାଣ୍ଡିଶାଳରେ ମାଡ଼ ହେଉଛି, ତାକୁ ନେଇ କ'ଣ ପ୍ରତିକ୍ରିୟା ରହିବ ଆପଣଙ୍କର? ଦେଖନ୍ତୁ ତପନ ବାବୁ, ଆଜି ଅତ୍ୟାବଶ୍ୟକ ସାମଗ୍ରୀ ହୁ ହୁ ହୋଇ ବଢ଼ି ଚାଲିଛି। ସରକାର ଏଥିରେ ନିୟନ୍ତ୍ରଣ କରିବାରେ ପୁରା ଇଏ ହେଇଯାଇଛନ୍ତି। ତେଣୁ ଆଜି ପିଆଜ କିଲୋ 70 ଟଙ୍କା, ରସୁଣ 400 ପାର ହେଲାଣି। ଏମିତି ହେଲାଣି ଯେ ମଧ୍ୟବିତ୍ତ ପରିବାର ଆଗାମୀ ଦିନ ଚଳିବା ବହୁତ କଷ୍ଟକର ବେପାର ହେଲାଣି। ତେଣୁ ମୁଁ ସରକାରଙ୍କୁ ନିବେଦନ ରହିବ, ପ୍ରଥମେ ମଧ୍ୟବିତ୍ତ ପରିବାରକୁ ଦେଖନ୍ତୁ। ମଧ୍ୟବିତ୍ତ ପରିବାର ଆଜି ହନ୍ତସନ୍ତ ହେଉଛି। ହାଣ୍ଡିଶାଳରେ ବର୍ତ୍ତମାନ ପିଆଜ ରସୁଣର ବର୍ତ୍ତମାନ ଆଉ ତରକାରୀରେ ପିଆଜ ରସୁଣ ପକେଇକି ଖାଇ ହେଲା ଭଳିଆ ଆଉ ଲାଗିପାରୁନି। ତେଣୁ ମୋର ଗୋଟେ ନିବେଦନ ରହିବ ସରକାରଙ୍କୁ ଆପଣଙ୍କ ମାଧ୍ୟମରେ ଯେ ଯଥାଶୀଘ୍ର ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୟୂରଭଞ୍ଜ ଜିଲ୍ଲା ସାରସ୍କଣାରୁ ତପନ କୁମାର ଦଣ୍ଡପାଟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।